ଭାଲୁ ଟ୍ରାଙ୍କୁଲାଇଜର ବେଳେ ଫରେଷ୍ଟର ଗୁରୁତର। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କେରଜୁଳି ଗ୍ରାମରେ ଭାଲୁଟିଏ ନିକଟସ୍ଥ ଜଙ୍ଗଲରୁ ଆସି କେରଜୁଳି ଗ୍ରାମରେ ପଶି ଯାଇଥିଲା। ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ପହଞ୍ଚି ଭାଲୁଟିକୁ ଘଉଡ଼ାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ଏବଂ ସଙ୍ଗେ ସଙ୍ଗେ କପିଳାସ ରାପିଡ୍ ରେସ୍କ୍ୟୁ ଟିମ୍କୁ ଡକାଇଥିଲେ। ଟିମ୍ ପହଞ୍ଚି ଟ୍ରାଙ୍କୁଲାଇଜର କରିବା ପାଇଁ ପ୍ରଥମ ଟ୍ରାଙ୍କୁଲାଇଜର କରିଥିଲେ। ସେଥିରେ ଭାଲୁଟି ଅଚେତନ ହେବା ଫଳରେ ଦ୍ୱିତୀୟ ଡୋଜ ଟ୍ରାଙ୍କୁଲାଇଜର କରିବାକୁ ଯାଉଥିଲା ବେଳେ ଭାଲୁଟି ଆକ୍ରମଣ କରିବା ପାଇଁ ଗୋଡ଼ାଇଥିଲା। ଦୌଡ଼ା ଦୌଡ଼ିରେ ଭୁଲ ବଶତଃ ଫରେଷ୍ଟରଙ୍କ ପିଛାରେ ଟ୍ରାଙ୍କୁଲାଇଜର ଡୋଜ ଲାଗିଯାଇଥିଲା। ଫଳରେ ସଙ୍ଗେ ସଙ୍ଗେ ଫରେଷ୍ଟର ଅଚେତ ହୋଇଯାଇଥିଲେ। ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଆହତ ଫରେଷ୍ଟର ହେଲେ ବିରାଶାଳ ସେକ୍ସନ ଫରେଷ୍ଟର ଦୀପକ ସାହୁ। କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କେରଛୁଳି ଗ୍ରାମର ଘଟଣା। ଏପଟେ ଭାଲୁଟି ଗ୍ରାମରେ ରହି ଆତଙ୍କ ଖେଳାଉଥିଲା ବେଳେ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ତୁରନ୍ତ ଭାଲୁକୁ ସ୍ଥାନାନ୍ତର କରିବା ପାଇଁ ଦାବି ହେଉଛି। ଢେଙ୍କାନାଳରୁ ବଳରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ପ୍ଲସ୍।